ନମସ୍କାର। ଆଜି ଆମେ ବନେଇବା ସୁପର ଟେଷ୍ଟି ଓଡ଼ିଆ ଷ୍ଟାଇଲ୍ର ଛତୁ ବେସର। ଚାଲନ୍ତୁ ମୁଁ କେମିତି କ'ଣ ପ୍ରୋସେସ୍ ମୁଁ ଆପଣଙ୍କୁ କହିଦେବି। ମାତ୍ର ବହୁତ କମ୍ ସମୟରେ 10 ମିନିଟ୍ ଭିତରେ ବନେଇକି ରେଡ଼ି। ଯଦି ଆପଣଙ୍କ ଘରକୁ କେହି ଗେଷ୍ଟ ବି ଆସୁଛନ୍ତି ନା, ଏଇଟା ବନେଇକି ଦେବେ, ଦେଖିବେ ନନଭେଜ୍ ବନେଇବା ଦରକାର ନାହିଁ, ତା ଥ୍ରୁ ବି ଏଇଟା ବହୁତ ବଢ଼ିଆ ଭଲ ଟେଷ୍ଟ ଆସିବ। ତ ପ୍ରଥମେ ଭଲ ଭାବରେ ଛତୁକୁ ଏଠୁ କାଟି ନେଇ ସାରିଲା ପରେ, ଏଇଟା ବହୁତ ଫ୍ରେଶ୍ ଛତୁ ଥିଲା। ତାପରେ ହଳଦୀ ପାଣିରେ ହଳଦୀ ପାଣିରେ ଛତୁଟାକୁ ବହୁତ ଭଲ ଭାବରେ ଆପଣ ଏଠି ଧୋଇ ନେବେ। ଧୋଇ ସାରିଲା ପରେ ଏଠି ଗୋଟେ ଗୋଟେ ମୁଁ ଏଠି ଛାଡ଼ି ନେଇଯାଇଥିଲି, ତ ସେଥିପାଇଁ ଯାହା ବାକି ଥିଲା ଛତୁ ସବୁ କାଟି ନେଇଯାଇଥିଲି। ତାପରେ ଆଳୁ କାଟି ନେଇଯାଇଥିଲି। ତାପରେ ଆମେ ଗୋଟେ ପେଷ୍ଟ ବନେଇବା। 2 ଚାମଚ ସୋରିଷ, ଜିରା, ଶୁଖିଲା ଲଙ୍କା, ପିଆଜ, ଏଇଟା ଗୋଟେ ମାନେ ତାର ବନେଇବା ପାଇଁ ତାର ଗୋଟେ ପେଷ୍ଟ ବନେଇ ନେଇଥିଲି। ତାପରେ ଯେଉଁ ଧୋଇକି ଛତୁ ରଖିଥିଲି, ଛତୁ, ଆଳୁ, 10ରୁ 15 କୋଲା ରସୁଣ, କିଛିଟା ଧନିଆ ପତ୍ର, ପିଆଜ, କଞ୍ଚା ଲଙ୍କା, ଟମାଟୋ। ତାପରେ ଆମେ ଏଠି କ'ଣ ଦେବା, ଯେଉଁ ପେଷ୍ଟ ବନେଇକି ରଖିଥିଲୁ ସୋରିଷରେ ଆମେ ସେଠି ଆଡ଼୍ କରିନେବା। ଅଧା ଚାମଚ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ। ଏଠି ସୋରିଷ ତେଲ ପକାଇବା ପାଇଁ ଜମା ବି ଭୁଲିବେନି, ଗୋଟେ ବଡ଼ ଚାମଚ ସୋରିଷ ତେଲ ନେବେ। ଅଧା ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଲଙ୍କା ରାଗ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ତାପରେ ଏକୁ ଆମେ ଭଲ ଭାବରେ ଗୋଟେ ଗୋଳେଇ ନେବା, ଯେଉଁଟାକି ବେସରଟା ଛତୁ ସହିତ ପୁରା ଭଲ ଭାବରେ ମିଶିଗଲେ ତାର ଭଲ ଲାଗିବ। ତାପରେ 2ରୁ 5 ମିନିଟ୍ ମୁଁ ଛାଡ଼ି ନେଇଯାଇଥିଲି। ତାପରେ ମୁଁ ଏଇଟା ମାଟି ହାଣ୍ଡିରେ ବନେଇଛି। ମାଟି ହାଣ୍ଡିରେ 2 ଚାମଚ ସୋରିଷ ତେଲ ନେଇଯାଇଛି। ତାପରେ କିଛିଟା ସୋରିଷ, ଭୃଷଙ୍ଗ ପତ୍ର ଏତିକି ଛୁଙ୍କ ମାରି ସାରିଲା ପରେ ଲାଷ୍ଟରେ ଯେଉଁଟା ବି ଆମେ ବନେଇକି ରଖିଥିଲେ ଛତୁ, ସେଥିରେ ଆମେ ଆଡ଼୍ କରିନେବା। ଗୋଟେ ଆମ୍ବୁଲ ଦେଇଛି, ଯଦି ଆପଣଙ୍କୁ ଟିକେ ଚଟପଟା ଲାଗିବ ତାହେଲେ ଆପଣ ଏଠି ଆମ୍ବୁଲ ଦେଇପାରିବେ। ଯଦି ମୋ ପେଜ୍ରେ ନୂଆ ଅଛନ୍ତି, ଲାଇକ୍, ସେୟାର, ସବସ୍କ୍ରାଇବ୍ ଆଉ ଫଲୋ କରିବା ପାଇଁ ଜମା ବି ଭୁଲିବେନି। ତାପରେ 5 ମିନିଟ୍ ପୁରା ହାଇ ଫ୍ଲେମ୍ରେ ଏକୁ ପୁରା ମୁଁ ବନେଇ ନେଇଥିଲି। ଦେଖନ୍ତୁ ଆଳୁ ବି ଆମର ପରଫେକ୍ଟ ମାନେ ସିଝି ଯାଇଛି। ତାପରେ ଏକୁ ଢାଙ୍କି ନେବା। ଆଉ 5 ମିନିଟ୍ ଆମେ ଏଠି ମିଡ଼ିୟମ୍ ଫ୍ଲେମ୍ରେ ଆମେ ଏଠୁ ବନେଇ ନେବା। ଦେଖନ୍ତୁ ବହୁତ କମ୍ ସମୟ ଭିତରେ ବନେଇକି ଆମର ଛତୁ ବେସର ବନେଇଗଲା। ପୁରା ଗାଁର ସ୍ୱାଦ, ଗାଁ ଷ୍ଟାଇଲ୍ରେ ବନିଛି। ଆପଣ ନିଶ୍ଚିତ ଘରେ ଥରେ ବନାନ୍ତୁ, ଖାଆନ୍ତୁ ଆଉ ସମସ୍ତେ କୁହନ୍ତୁ। ମୋ ପେଜ୍କୁ ଫଲୋ କରନ୍ତୁ। ନମସ୍କାର।